दर्शक बंधु आमरी सत्यर गीत सिंधुर अमृत बिंदु कार्यक्रम को मोर अस्मिता आपण मानकु स्वागत करुछि। गीत सिंधुर अमृत बिंदु कार्यक्रम जहाँकि आमे गत अध्याय रे सुनिथिले कवि सूर्य बलदेव रथंक श्री जगन्नाथंक निकटरे भावभक्तिपूर्ण दंभक्ति से किपरि भावरे जगन्नाथंकु सर्प रूप में चित्रित करिसंती ता आम्भे माने एई तृतीय अध्यायर अमृत बिंदु रे सुनिबा। आज आम सह आलोचक भावे उपस्थित अछंती आमर पंडित श्रीजुक्त रमाकांत मिश्र महोदय। ताहले आसंतु आमे एई तृतीय बिंदु को सुनिबा। सर नमस्कार। नमस्कार सर आम श्रोता मानक बुझाई दियंतु कवि सूर्य किपरि निजर अमृत श्रावणीर लेखनी मूलरे श्री जगन्नाथंकु सर्प भाव में चित्रित करिसंती जेहेतु एही जनानटी सर्प जनान रूपे ख्याति अर्जन करिसंती। अच्छा हमर हम गत अध्याय कहितली कवि सूर्य गोटे दंभक्ति करथिले जे जदि आपण कहिबे आपनको सर्प सहित तुलना करी समस्त प्रमाण मु जोगाई देवी। यही पद्धति से सर्प जनानर तृतीय पदरे कवि सूर्य जगन्नाथंकु यथेष्ट दृष्टांत सहित बा तुलना उपमा सहित सर्प सहित समान परिवार प्रतिष्ठा से पदटी मु वर्तमान आवृत्ति करुच्ची से तो कामुदी राग गोटे गीत गोटे स्वर अवश्य चाहिए तार स्वर को परिवर्तन करहब किंतु ये स्वरटी कामुदी मूल स्वर यहाँ हूँ मूल स्वर या विभिन्न भाव में भांगिकी बोला जाउछि। शुणु कवि कौन कहते ताहाकु बोली चक्री चक्र थी बारू चक्री तुम्भे तो बोला मंडले बोलाई कुंडली से आपण तो विशेष भूषित मकर कुंडले हे मो कृपानिधि अदृश्य हे बारुता पद काहाकु बोली गूढ़ पद आपणा चरण तो बिरंची कुगुपत काहिता तहु तुम्भ भेद हे कृपानिधि अदृश्य हे बारुता पद। कवि बलदेव रथ कहते ये महाप्रभु मु दंभर ठिया आपण को सर्प सहित समान करने मुझे जुक्तिमूलक उक्ति उपस्थापन करुच्ची आपण महाप्रभु आपण निजे विचार करेंगे ताहाकु बोली चक्री साप को चक्री बोली कहा जाए सापर अन्य गोटे नाम होची चक्री कहीं चक्री कहा जाए तार गोटे कारण अच्छी प्राय जो माने अत्यंत विषधर सर्प गोखर जातीय तंप जातीय सर्प सेमानंकर ई बेक मुंडारे गोटे चक्र चिन्ह रहता है। चक्र चिन्ह को बहन करितिबारु साप चक्री बोली कहा जाए एवं द्वितीय पक्षरे चक्र परी गोलाकार भाव में गुड़े से
ରହୁଥିବାରୁ ତାକୁ ମଧ୍ୟ ଚକ୍ରୀ ବୋଲି କୁହାଯାଏ। ଏଣୁ କବି କହୁଛନ୍ତି ସାପର ଗୋଟିଏ ନାମ ହେଉଛି ଚକ୍ରୀ। ଏ ପ୍ରଭୁ ଆପଣଙ୍କୁ ପରା ଚକ୍ରୀ ବୋଲି ମଧ୍ୟ କୁହାଯାଏ। କାହିଁକି ନା ଆପଣଙ୍କ ହାତରେ ଶୋଭା ସୁଦର୍ଶନ ଚକ୍ର। ଏ ଯେଉଁ ସୁଦର୍ଶନ ଚକ୍ର, ଯାହାର ଚକ୍ର ଥାଏ ତାକୁ କହନ୍ତି ଚକ୍ରୀ, ଯାହାର ବଜ୍ର ଥାଏ ତାକୁ କହନ୍ତି ବଜ୍ରୀ, ଯାହାର ଶୂଳ ଥାଏ ତାକୁ କହନ୍ତି ଶୂଳି। ଏଣୁ ଚକ୍ର ଧାରଣ କରୁଥିବାରୁ ଆପଣଙ୍କର ଅନ୍ୟ ଗୋଟିଏ ନାମ ହେଉଛି ଚକ୍ରୀ। ତେବେ ଏ ପଦଟିରେ ମୁଁ ଆପଣଙ୍କୁ ପ୍ରମାଣ ଦେବାକୁ ଚାହେଁ ସାପର ନାମ ହେଉଛି ଚକ୍ରୀ ଏବଂ ଆପଣଙ୍କର ନାମ ମଧ୍ୟ ଚକ୍ରୀ। ଏଣୁ ନାମରେ ଆପଣଙ୍କର ସର୍ପ ସହିତ ସମାନତା ରହିଛି। ୟା ପରପଦରେ ପର ପାଦଟିରେ କବି କହୁଛନ୍ତି ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷ ଫୁସିତ ମକର କୁଣ୍ଡଳେ। ସାପର ଅନ୍ୟ ଏକ ନାମ ହେଉଛି କୁଣ୍ଡଳୀ। କୁଣ୍ଡଳୀ କହିବା ଅର୍ଥ ହେଉଛି, କୁଣ୍ଡଳ କହିଲେ ସାପର ଶୋଇବା ସମୟର ଚେକା ବୋଲି ଯାହାକୁ କୁହନ୍ତି, ଛକା ମାରିକି ଶୁଏ, ଗୁଡ଼େଇ 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 ରାଉଣ୍ଡ ରାଉଣ୍ଡ ହେଇ ଶୁଏ, ସେଇଟା କୁହାଯାଏ କୁଣ୍ଡଳ। ସଂସ୍କୃତ ସାହିତ୍ୟରେ ୟାର ଏକ ଉଦାହରଣ ଦିଆଯାଇଛି। ନାୟଂ ଶଶୀ କୁଣ୍ଡଳିତୋ ଫଣୀନ୍ଦ୍ର। ଏ ଶଶୀ ବୋଲେ ଚନ୍ଦ୍ର ନୁହେଁ, କୁଣ୍ଡଳିତ ଛେକା କରି ଶୋଇଥିବା ଫଣୀନ୍ଦ୍ର କହିଲେ ସର୍ପ। ଏଣୁ କୁଣ୍ଡଳ ଶବ୍ଦର ଅର୍ଥ ହେଉଛି ସାପର ଚକା ହୋଇ ଶୟନ କରିବାଟା, ତାକୁ କୁହାଯାଏ କୁଣ୍ଡଳ। ଏହି କାରଣରୁ ସାପକୁ କୁଣ୍ଡଳୀ ବୋଲି କୁହାଯାଏ। କାହିଁକି ନା ତାର କୁଣ୍ଡଳ ଶୟନ ଅଛି, ତେଣୁ ତାର ନାମ ହେଉଛି କୁଣ୍ଡଳୀ। ତେଣୁ ବୋଲାଇ କୁଣ୍ଡଳୀ ସେ, ସାପ ଜଗତରେ କୁଣ୍ଡଳୀ ନାମରେ ପ୍ରସିଦ୍ଧ। ଆଉ ଆପଣ କଣ କୁଣ୍ଡଳୀ ନାମ ପାଇନାହାନ୍ତି କି? ଆପଣ ମଧ୍ୟ କୁଣ୍ଡଳୀ ନାମକୁ ପାଇଛନ୍ତି। କାହିଁକି ନା ଆପଣ ତ ବିଶେଷ ଭୂଷିତ ମକର କୁଣ୍ଡଳୀ, ଆପଣଙ୍କର କର୍ଣ୍ଣରେ ମକର କୁଣ୍ଡଳ ଦୋଳାୟିତ ହେଉଛି। ତେବେ ଏ ଯୋଉ ମକର କୁଣ୍ଡଳ, ଆମେ କେତେକେ କହିବେ ଜଗନ୍ନାଥଙ୍କ ତ କାନ ନାହିଁ, ଏ ମକର କୁଣ୍ଡଳ କେମିତି ପିନ୍ଧୁଛନ୍ତି? ଆପଣ ସୁନାବେଶ ସମୟରେ ସବୁ ଦେଖୁଥିବେ, ଜଗନ୍ନାଥଙ୍କର ହାତ ନାହିଁ, ହାତ ଲାଗିଥିବ, ଜଗନ୍ନାଥଙ୍କର ପାଦ ନାହିଁ, ପାଦ ଲାଗିଥିବ, ଜଗନ୍ନାଥଙ୍କର କାନ ନାହିଁ, କାନରେ କୁଣ୍ଡଳ ଲାଗିଥିବ। ତାପରେ ଜଗନ୍ନାଥ ଭଗବାନ ବିଷ୍ଣୁ ନାରାୟଣ, ତାଙ୍କର ଯୋଉ ଅଲଗା ରୂପଟା ବିଷ୍ଣୁ ରୂପ, ନାରାୟଣ ରୂପ, ସେ ରୂପରେ ତାଙ୍କ କର୍ଣ୍ଣରେ ରତ୍ନ କୁଣ୍ଡଳ ଶୋଭା ପାଉଛି। ତେଣୁ କୁଣ୍ଡଳ ଅଳଙ୍କାରକୁ ଗ୍ରହଣ କରିଥିବା ହେତୁ, ବହନ କରିଥିବା ହେତୁ, ସେଇ ଅଳଙ୍କାରରେ ଭୂଷିତ ହୋଇଥିବା ହେତୁ ଆପଣଙ୍କୁ ମଧ୍ୟ କୁଣ୍ଡଳୀ କୁହାଯିବ। ଯାହାର କୁଣ୍ଡଳ ଅଛି ସିଏ କୁଣ୍ଡଳୀ। ସାପର ଗୋଟିଏ ନାମ କୁଣ୍ଡଳୀ, ଆଉ ଆପଣଙ୍କର ବି ଗୋଟିଏ ନାମ ହେଉଛି କୁଣ୍ଡଳୀ। ଚକ୍ରୀ ନାମରେ ସମାନତା ଏବଂ କୁଣ୍ଡଳୀ ନାମରେ ମଧ୍ୟ ସମାନତା। ତେଣୁ କହୁଛନ୍ତି ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷ ଫୁସିତ ମକର କୁଣ୍ଡଳୀ। ଏ କୃପାନିଧି ଅଦୃଶ୍ୟ ହେବାରୁ ତା ପଦ, ତାହାକୁ ଭୁଲି ଗୁଢ଼ ପଦ। ସାପର ପଦ ବୋଇଲେ ପାଦ, ସାପର ପାଦ ଜଗତରେ କେହି ଦେଖନ୍ତି ନାହିଁ। ସାପର ପାଦ ଅଦୃଶ୍ୟ, କେମିତି ସେ ଗତି କରେ, କେମିତି ତାକୁ ବିଧାତା ଗଠନ କରିଛି। ବିନା ପାଦରେ ସେ ପେଟରେ ଘୁଷୁରି ଘୁଷୁରିକିରି ଚାଲେ। ଏଣୁ କହନ୍ତି ସାପର ଅନ୍ୟ ନାମ ହେଉଛି ଗୂଢ଼ ପଦ। ଗୂଢ଼ ମାନେ ଗୁପ୍ତ ବା ପ୍ରଚ୍ଛନ୍ନ, ଲୁକାୟିତ ଭାବରେ ରହିଛି ତାର ପଦ ବା ତାର ଛଳାଇବାର ଯୋଉ ଶରୀରର ଅଂଶ, ଏଟା ହେଉଛି ଗୁପ୍ତ ଏବଂ ଅଦୃଶ୍ୟ। ସାପର ପାଦ ଅଦୃଶ୍ୟ ହବାରୁ ତାହାର ଗୋଟିଏ ନାମ ହେଉଛି ଗୂଢ଼ ପଦ। ଆଉ ଇଏ ଗୂଢ଼ ପଦ ନାମରୁ ଆପଣ ବି ପ୍ରଭୁ ବାଦ ଯାଇନାହାନ୍ତି।
ଆପଣ ବି ଜଗତରେ ଗୂଢ଼ପଦ ଅଟନ୍ତି। କେମିତି ଗୂଢ଼ପଦ ଅଟନ୍ତି ନା ଆମର କବି କହୁଛନ୍ତି ଆପଣା ଚରଣଥ ବୀରମ ଚିକୁ ଗୁପତ କାହିଁ କାତହୁଁ ତୁମ୍ଭ ଭେଦ। ଆପଣଙ୍କର ଯୋଉ ଚରଣ, ଆପଣଙ୍କର ଯୋଉ ପାଦ, ସେ ପାଦଟା ବିରଞ୍ଚି କହିଲେ ବ୍ରହ୍ମା, ବ୍ରହ୍ମାଙ୍କୁ ବି ଗୁପ୍ତ। ଯାହାର ପାଦକୁ ନିଜେ ପିତାମହ ସୃଷ୍ଟିକର୍ତ୍ତା ବ୍ରହ୍ମା ଶିବ ପ୍ରଭୃତି ଦେବତା ମାନେ ଦେଖି ନାହାନ୍ତି, ପାଇ ନାହାନ୍ତି, ଏ ଯୋଉ ପାଦ ଯିଆକୁ ବ୍ରହ୍ମା ବିରଞ୍ଚି ଦେଖିପାରି ନାହାନ୍ତି, ଶିବ ଦେଖିପାରି ନାହାନ୍ତି। ଆମେ ତ ସାଧାରଣ ମାନବ ମାତ୍ର, ଆମେ ସେ ପାଦ ଦେଖିବୁ କେମିତି? ଏଣୁ ଆପଣଙ୍କର ପାଦକୁ ବ୍ରହ୍ମା ବି ଦେଖି ନାହାନ୍ତି। ଏହି କାରଣରୁ ଆପଣ ମଧ୍ୟ ଗୂଢ଼ପଦ ବା ଅଦୃଶ୍ୟ ପଦ ଅଟନ୍ତି। ତେଣୁ ସାପର ଗୋଟିଏ ନାମ ହେଉଛି ଗୂଢ଼ପଦ। ସେ ଗୂଢ଼ପଦ ନାମଟି ଆପଣଙ୍କ ନିକଟରେ ମଧ୍ୟ ଠିକ୍ ଯଥାର୍ଥ ଅର୍ଥ ନେଉଛି। ତେଣୁ ଆପଣା ଚରଣନ୍ତ ବିରଞ୍ଚିକୁ ଗୁପତ କାହିଁ କାତହୁଁ ତୁମ୍ଭ ଭେଦ ଏ କୃପାନିଧି। ଏହିପରି ଭାବରେ ସାପର ନାମ ସହିତ ଭଗବାନଙ୍କର ବା ଜଗନ୍ନାଥଙ୍କର ନାମର କିପରି ସମାନତା ଅଛି, ଏହି ସମାନତାକୁ ଏହି ତୃତୀୟ ପଦରେ ସର୍ପଜଣାଣର ତୃତୀୟ ପଦରେ ଅବିସୂର୍ଯ୍ୟ ବଳଦେବ ରଥ ଜଗନ୍ନାଥଙ୍କ ନିକଟରେ ଜଣାଇଛନ୍ତି, ନିବେଦନ କରିଛନ୍ତି। ଏହା ହେଉଛି ଏହି ପଦଟିର ବା ଏହି ଅମୃତ ବିନ୍ଦୁଟିର ସାରାଂଶ। ବହୁତ ବଢିଆ ଭାବରେ ସାର୍, ମାନେ କବିଙ୍କର ଯୋଉ ରଚନା ଆଉ ଶ୍ରୀ ଜଗନ୍ନାଥ ଆଉ ସର୍ପଙ୍କ ସହ ଯୋଉ ତୁଳନା କରିଛନ୍ତି, ମାନେ ସେ ତୁଳନାଟା ଯେତିକି ସୁନ୍ଦର, ଆଉ ଆପଣ ତାର ଯୋଉ ଅନ୍ତର୍ନିହିତ ଭାବକୁ ଆମ ଶ୍ରୋତା ମାନଙ୍କୁ ବୁଝାଇଛନ୍ତି, ବହୁତ ସୁନ୍ଦର ଭାବରେ ବୁଝାଇଛନ୍ତି। ଆଉ ମୋର ମାନେ ଶ୍ରୋତା ବନ୍ଧୁ ମାନେ ବହୁତ ମାନେ ଶ୍ରୋତା ବନ୍ଧୁ ମାନଙ୍କୁ ଏଇ ଅଧ୍ୟାୟଟି ନିଶ୍ଚିତ ରୂପେ ବହୁତ ଭଲ ଲାଗିଥିବ। ଆଉ ସେଇ ଶ୍ରୋତା ମାନଙ୍କର ସ୍ନେହ ଶ୍ରଦ୍ଧାକୁ ଆମେ ନେଇ ଆଗେଇ ଆସିଛୁ। ପୁଣି ଆମେ ତୃତୀୟ ଅଧ୍ୟାୟରେ, ଚତୁର୍ଥ ଅଧ୍ୟାୟରେ ଆମେ ଆପଣଙ୍କ ସହ ଦେଖା ହେବା ଆଉ ଏକ ଅମୃତ ବିନ୍ଦୁକୁ ନେଇ। ଧନ୍ୟବାଦ ସାର୍। ତାହେଲେ ରହୁଛୁ। ଆପଣ ଏଇ କାର୍ଯ୍ୟକ୍ରମ କେମିତି ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।